ମୁଁ ଆପଣଙ୍କୁ କହିଥିଲି ନା ମୋର ଆସୁଛି ଗୋଟେ ନ୍ୟୁ ହାରମୋନି। ହ୍ୟାଲୋ ଗାଇ, ଜୟ ଜଗନ୍ନାଥ। ମୋର ମିନି ବ୍ଲଗକୁ ମୁଁ ସ୍ୱାଗତ ଜଣାଉଛି। ମୁଁ ସାନୁ। ସକାଳୁ ସକାଳୁ ମୁଁ ବାହାରି ପଡ଼ିଥିଲି ଭଦ୍ରକ, କାହିଁକି ନା ହାରମୋନି କିଣାଯିବ। ଆମେ ପ୍ରଥମେ ସାରର ମୋର ଅଟୋରେ ବସିଗଲୁ। ଏଠୁ ଆମକୁ ଅଟୋରେ ବସି ଚାନ୍ଦବାଲି ଯିବାକୁ ପଡ଼ିବ। ଚାନ୍ଦବାଲିରୁ ବସ୍ ଧରି ଆମକୁ ଭଦ୍ରକ ଯିବାକୁ ପଡ଼ିବ। ଆମେ ଆସି ପହଞ୍ଚିଗଲୁ ଚାନ୍ଦବାଲିରେ। ଚାନ୍ଦବାଲିରେ ସେଠି ବସ୍ରେ ବସି ସାରିଲା ପରେ ଆମେ ଚାଲିଗଲୁ ଭଦ୍ରକକୁ। ବସ୍ରେ ମୁଁ, ସାର୍, ଆଉ କ'ଣ କେହି ନାହାନ୍ତି, ଆଉ କେହି ବସିବେ ନା କି? ବସୁ 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 ମୋତେ ଭାରି ନିଦ ଲାଗିଲା। ତାପରେ ମୁଁ ଦେଖିଲି ବସ୍ରେ ତ ସ୍ଲିପର ସିଟ୍ ଅଛି। ତାପରେ ସ୍ଲିପର ସିଟ୍କୁ ଯାଇ ମୁଁ ଟିକେ ଶୋଇ ପଡ଼ିଲି। ଗାଇଜ୍, ଆପଣ ଛାଡ଼ିକି ମୋତେ ଯିବେନି, ମୋ ଭିଡ଼ିଓଟିକୁ ଦେଖୁଥିବେ। ମୁଁ ଟିକେ ଶୋଇକି ଉଠେ। ଶୋଇକି ଉଠୁ ଉଠୁ ଆମେ କେତେବେଳେ ଭଦ୍ରକରେ ପହଞ୍ଚିଗଲୁ ମୁଁ ନିଜେ ଜାଣିପାରିଲି। ତାପରେ ଆମେ ଚାଲିଗଲୁ ଦୋକାନକୁ। ଦୋକାନରେ ପହଞ୍ଚୁ ପହଞ୍ଚୁ ଦେଖିଲୁ ବହୁତ ବାଦ୍ୟଯନ୍ତ୍ର ଥୁଆ ହେଇଛି। ଇଚ୍ଛା ହେଉଥାଏ ସବୁଯାକ ନେଇଯାଆନ୍ତି କି, ହେଲେ ପାଖରେ ତ ପଇସା ନାହିଁ। ଛାଡ଼, ମୁଁ ଆଉ ସାର୍ ନିଜ ମନ ପସନ୍ଦର ହାରମୋନି ବାଛିଲୁ। ଆପଣ ଦେଖିବାକୁ ଚାହୁଁଛନ୍ତି କି ସେ ହାରମୋନି କେମିତିକା, ଏ ହାରମୋନି କେମିତି କ'ଣ ବାଜୁଛି ଦେଖିବା ପାଇଁ ଭିଡ଼ିଓଟିକୁ ପାର୍ଟ 2ରେ ଦେଖନ୍ତୁ। ରହିଲି, ଜୟ ଜଗନ୍ନାଥ।